भाई जय जगन्नाथ सांगମାନେ ଆପଣମାନଙ୍କୁ ମୋ ବ୍ଲଗ୍ରେ ସ୍ୱାଗତ। फिलहाल ଏବେ ମୁଁ ଷ୍ଟୁଡ଼ିଓକୁ ଅଛି, ସରି ଷ୍ଟୁଡ଼ିଓରେ ଅଛି ଆଉ ଆମର କାମ ଚାଲିଛି ଷ୍ଟୁଡ଼ିଓରେ। ଆଉ ଭାଇ କେତେ ଦିନ ହେଲା ମୁଁ ବ୍ଲଗ୍ ବନଉନଥିଲି, କାହିଁକି ନା ଭାଇ ମାନେ କାମ ବ୍ୟସ୍ତ, ଏତେ କାମ ଥିଲା ଭାଇ, ଏତେ କାମ ପୁଣି ମାମୁଁ ତ ସାମ୍ନାରେ କେବେ ମାନେ ବନେଇ ଦେବେନି ବ୍ଲଗ୍, ତ ମୁଁ ବନେଇ ନଥିଲି। ଛୋଟ ମୋଟ ଯେଉଁ ବନଉଥିଲି ବ୍ଲଗ୍ କିଛି ସମୟ ପାଇଁ ବନେଇ ଦେଉଥିଲି ଏମିତି। ଆଉ ଫିଲହାଲ ଆଜି ମୁଁ ବସିଥିଲି ଟିକେ ଏଡ଼ିଟିଂ କରୁଥିଲି, ଆଉ ସକାଳଠୁ ମାମୁଁ ଷ୍ଟୁଡ଼ିଓରେ ଥିଲେ ଏଡ଼ିଟିଂ କରାଉଥିଲେ। ସେ କ'ଣ ଗୋଟେ ଆମର ୱେବସାଇଟ୍ ବନଉଛି, ୱେବସାଇଟ୍ ନୁହଁ, ମାମୁଁ ବନାଉଛନ୍ତି ଭାଇ ଗୋଟେ ମାନେ ଆପ୍ଲିକେସନ୍ ବନାଉଛନ୍ତି। ଫାଷ୍ଟ ତ ୱେବସାଇଟ୍ ବନେଇବା କଥା, ମାମୁଁ ଫାଷ୍ଟ ଆପ୍ଲିକେସନ୍ ବନାଉଛନ୍ତି। କ'ଣ ପାଇଁ ଭାଇ ଜାଣିନି ଭାଇ, କାହିଁକି ନା ଆପ୍ଲିକେସନ୍ ଭାଇ ଯାହାର ବି ଷ୍ଟୋରେଜ୍ ଫୁଲ୍ ହେବ ମାନେ ସେ ଆପ୍ଲିକେସନ୍ ଡିଲିଟ୍ କରିବ। ଭାଇ କହିବ ଏଇ ପାଇଁ ଆପ୍ଲିକେସନ୍ ଡିଲିଟ୍ କରିବ ଅବଭିୟସଲି। আর ଯିଏ ଷ୍ଟାର୍ଟିଂ କରନ୍ତି ୱେବସାଇଟ୍ରୁ ଆରମ୍ଭ କରନ୍ତି, ୱେବସାଇଟ୍ ଯିଏ ବି ବନାନ୍ତି, ଯିଏ ବି ଲୋକ ତାଙ୍କର ଷ୍ଟାର୍ଟିଂ ମାର୍କେଟିଂ କରନ୍ତି ସୋସିଆଲ ମିଡ଼ିଆରେ, ମାନେ ନେଟୱାର୍କ ମାର୍କେଟିଂ କରନ୍ତି, ସେ ଫାଷ୍ଟ ୱେବସାଇଟ୍ ବନାନ୍ତି, ତାପରେ ଆପ୍ଲିକେସନ୍ ବନାନ୍ତି। ତ ଆମର ଭାଇ ଷ୍ଟାର୍ଟିଂର ଆପ୍ଲିକେସନ୍, ମାମୁଁ କହିଲେ ଆପ୍ଲିକେସନ୍ ହେଉଛି, ଆଉ ତା ପାଇଁ କିଛି ଫଟୋ ଯେମିତି ଭଲ ଭଲ ଫଟୋ, ଆଉ ଭଲ ଭଲ ଯେମିତି କ୍ୟାଣ୍ଡିଡ୍ ଫଟୋ, ଇଏ ଫଟୋ, ବାହାଘର, ସିଙ୍ଗଲ୍, କପଲ୍, ମେହେନ୍ଦି, ପ୍ରି ୱେଡ଼ିଂ, ରିସେପସନ୍, ଯେଉଁ ବି ମାନେ ଯେତେ ବି ଆମେ ଇଭେଣ୍ଟ ଯାଉଛୁ ସେ ସବୁର ଫଟୋ ବାଛିକି ଗୋଟେ ଫୋଲ୍ଡର ହିସାବରେ ରଖିବା ପାଇଁ ମୋତେ ମାମୁଁ କହିଥିଲେ। ମୁଁ ସେଇଟା ସକାଳଠୁ କରିଥିଲି, ମାମୁଁ ବି ଷ୍ଟୁଡ଼ିଓରେ ଥିଲେ, ମୁଁ ସେଇଟା ବ୍ଲଗ୍ ବନେଇନଥିଲି। ଆଉ ଏବେ ଫିଲହାଲ ମୁଁ ଆପଣମାନଙ୍କୁ ଦେଖୁଛି କେମିତି କେତେ ଫଟୋ ବାଛିଛି, ଅଳ୍ପ ଅଳ୍ପ ଫଟୋ ବାଛିଛି, ବେଶୀ ଫଟୋ ବାଛିନି। ଷ୍ଟୁଡ଼ିଓରେ ଆସିଲାଣି, ଷ୍ଟୁଡ଼ିଓରେ ସମସ୍ତେ କାମ କରୁଛନ୍ତି। ତ ଭାଇ ଷ୍ଟୁଡ଼ିଓରେ ଆସିଲି, ସେମାନେ ତାର ଏଡ଼ିଟ୍ କରୁଛି ବାହାଘର। ଆଉ ପ୍ରୀତମ ଭାଇ ତାଙ୍କର ମୋବାଇଲ୍ ଚଲାଉଛନ୍ତି। ପ୍ରୀତମ ଭାଇ ଏବେ ଟିକେ ଆସିଲେଣି ତ ସେଥିପାଇଁ ସେ ରେଷ୍ଟ କରିକି ଟିକେ ମୋବାଇଲ୍ ଚଲାଉଛନ୍ତି। କ'ଣ ପ୍ରୀତମ ଭାଇ ନମସ୍କାର କରୁନ ମୋ ଅଡ଼ିଏନ୍ସ ମାନଙ୍କୁ। ଆରେ ଏମିତି କ'ଣ ହେଉନଛ, ମୁଁ ଆଉ ଜୀବନରେ ତୁମ ବ୍ଲଗ୍ରେ ଆଣିବି। ସେ ହେଲା ଭାଇ ମୋ ବଡ଼ ଭାଇ, ମୋ ନିଜ ଭାଇ, ବଟ୍ ସେ ଜୀବନରେ ମାନେ ବ୍ଲଗ୍ ଷ୍ଟାର୍ଟ କରିବି କିଛି କହିବେନି, ତାର ବି ଛାଡ଼ କହିବି ସେଇଟା ପରେ ଟାଇମ୍ ଆସିଲେ। ଆଉ ଫିଲହାଲ ଏଇଟା କିଛି ନା ଭାଇ, ଏଇଟା ତ ଆପଣମାନଙ୍କୁ ଦେଖେଇଥିଲି, ଏଇଟା ସର୍ଟ ଭିଡ଼ିଓ ଦେଖିଦେବେ, ଏଡ଼ିଟିଂ କରିଥିଲି ସବୁ କେମିତି ହେଇଛି ଦେଖନ୍ତୁ, ଏଡ଼ିଟ୍ କରିଥିଲି ମୁଁ ଆପଣଙ୍କୁ ମୋ ସର୍ଟ ଭିଡ଼ିଓରେ ମିଳିଯିବ। ଏଇ ଭିଡ଼ିଓଟା ମୁଁ କେମିତି ଏଡ଼ିଟ୍ କରିଛି ଆପଣମାନଙ୍କୁ ଦେଖେଇଥିଲି। ଆଉ ଫିଲହାଲ ମୁଁ ଦେଖେଇ ଦେଉଛି କ'ଣ କ'ଣ କରିଥିଲି ମୁଁ ଷ୍ଟୁଡ଼ିଓରେ ବସିକି। ଏଇଠି କରି ସବୁ ବାର୍ଥଡ଼େ ଫଟୋ ଆମର ଯେଉଁ ଉଠା ହେଇଥିଲା ସେ ସବୁ ବାଛାଇକି ରଖାହେଇଛି, ସବୁ ଏଡ଼ିଟିଂ ମୁଁ କରିଛି, ଫଟୋ ବି ମୁଁ ଉଠେଇଛି। ଆଉ ଆମର ଏଇ ଦେଖ ଭାଇ, ଯେତିକି ମୁଁ ଦେଖି ଦେଉଛି ଆପଣମାନଙ୍କୁ ମୁଁ କେତେ ଇଏ କରିଛି ଭାଇ। ଦେଖ ଯିଏ ସବୁ ଡିଜାଇନ୍ ଗୁଡ଼ା ମୁଁ ବନେଇଛି, ଆମ ଷ୍ଟୁଡ଼ିଓରେ ତ କିଏ ବନେଇଲା ବେଳେ ନୁହେଁ, ସବୁ ମୁଁ ବନେଇଛି ଭାଇ। ଏଇସବୁ ଗ୍ରାଫିକ୍ ଡିଜାଇନ୍ ମୁଁ ସବୁ କରେ, ଏ ଡିଜାଇନ୍ ଗୁଡ଼ା ସବୁ ମୁଁ କରେ, ଏ ସବୁ ଲେଖାଗୁଡ଼ା, ଇଏ ଏଡ଼ିଟିଂ, କଲର୍ ଗ୍ରେଡ଼ିଂ, ସବୁ ସବୁ A to Z ମୁଁ ସବୁ କରେ। ଆଉ ଏଇଟା ଆମର ଷ୍ଟୁଡ଼ିଓରେ ପୋଷ୍ଟ ହୁଏ, ସବୁ ମୁଁ କରେ ଭାଇ। ଫିଲହାଲ ମୁଁ ବାଛି ସାରିଲିଣି ଗୁଡ଼ାଏ ଫଟୋ। ଆଉ ଏଇଟା ହେଲା ଆମ ଇଭେଣ୍ଟ ଆମର ହେଇଥିଲା, ଯେଉଁ ଏଇଟା ହେଲା ନ୍ୟୁଜ୍, ଆମର ନ୍ୟୁଜ୍ 18ର ସାଇଟ୍, ନ୍ୟୁଜ୍ 18 ତ ବୋଧେ ଆପଣମାନେ ଆଙ୍କମାନଙ୍କୁ ତ ଚିହ୍ନିଥିବେ, ଆଉ ଆପଣ ସାର୍ ମନୋଜ ସାର୍, ବୋଧେ ନ୍ୟୁଜ୍ 18 ବୋଧେ, ହଁ ନ୍ୟୁଜ୍ 18ର କାମ ହେଇଥିଲା। ତାପରେ ଫ୍ଲେୟାର କମ୍ପାନୀ, ଯେଉଁ ଆମର ଯେଉଁ ପେନ୍ କମ୍ପାନୀ, ତାଙ୍କର ବି ଗୋଟେ ମିଟିଂ ହେଇଥିଲା ପ୍ରମୋଦ ହୋଟେଲରେ, ତାଙ୍କର ସ୍ୱାସ୍ତିକ ପ୍ରିମିୟମରେ ହେଇଥିଲା ଯେଉଁ ନ୍ୟୁଜ୍ 18ର। ଆଉ ଏଇସବୁ ଆମର କାମ ଆଉ ବି ଦେଖୁଛି ଭାଇ, ଏସବୁ ଭିଡ଼ିଓ ଗୁଡ଼ା ମୁଁ ବାଛିକି ରଖିଥିଲି ଆପଣମାନଙ୍କୁ ଦେଖେଇ ଦେଉଛି। ଏଇଟା ହେଲା ସିଟି କଲେଜ, ଆମର ଗୋଟେ ଗୀତ ବନଥିଲା, ମୁଁ କଟକର ଗୋଟେ ସିଟି କଲେଜ ଅଛି ତା ଗୀତ। ଆଉ ଇଏ ହେଲା CM ଆସିଥିଲା, ତାର ଗୋଟେ ଭିଡ଼ିଓ ଆପଣମାନେ ଟିକେ ପ୍ଲେ କରିକି ଦେଉଛି, ନହେଲେ ମୋର ଇଏ ପଡ଼ିଯିବ, କ'ଣ ଯିବ, କପିରାଇଟ୍ ପଡ଼ିଯିବ। ଦେଖୁଥିବେ CMରେ ଆସିଲେ ଆମର ମାଝି ସାର୍ ଲାଷ୍ଟ ଗୋଟେ ଅଛି, ଆସିଲେ ଆସିଲେ, ସେ ବି ଭାଷଣ ଦେଇଥିଲେ, ବଟ୍ ଏଥିରେ ନାହିଁ ତାଙ୍କର। ଆଉ ଏଇଟା ହେଲା ଆମର ଆସିଥିଲା ଦିବ୍ୟଜ୍ୟୋତି କ୍ଲବ୍ର ଭିଡ଼ିଓ, ଯେଉଁ ଆମର ତାଙ୍କର ସବୁ ବର୍ଷ ପ୍ରୋଗ୍ରାମ୍ ହୁଏ, ମାନେ ଗଣେଶ, ଆମ ଇଆଡ଼େ ଏପଟେ ନୂଆ କଟକରେ ନୂଆପଡ଼ାରେ ଗୋଟେ ଅଛି, ସେପଟେ ଏରିଆରେ ଗଣେଶ ପୂଜା ବହୁତ ଫେମସ୍। ଆଉ ସେ ବଡ଼ 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 ଗଣେଶ ଠାକୁର ବନାନ୍ତି, ଆଉ ତାଙ୍କର ଭସାଣି ଭଲ। ଇଏ ହେଲା ପ୍ରୋଜେକ୍ଟ, ଆପଣମାନଙ୍କୁ ଏଇଟା ବୋଧେ ଦେଖେଇଥିଲି ବୋଧେ, ଏଇଟା ମୁଁ କରିଥିଲି କ୍ଲିପ୍, ଛୋଟ ଛୋଟ କ୍ଲିପ୍ କରିକି, ଗୀତ ପକାଇନି, ଖାଲି କ୍ଲିପ୍ କରିକି ମୁଁ କରିଥିଲି ଏଡ଼ିଟ୍ କରି ନା। ଆଉ କ୍ୟାପକଟ୍ରେ କରିଥିଲି, ବିନା ପ୍ରିମିୟମ୍ରେ ମୁଁ ଏସବୁ କରିଥିଲି। କ୍ୟାପକଟ୍ ଆମର ପ୍ରିମିୟମ୍ ନାହିଁ, ଆଉ ଏମିତି କରିଥିଲି। ଆଉ ଏଇସବୁ ଚାଲିଛି। ଆଉ ମୁଁ ଆଉ ବି କେତେ ଆପଣଙ୍କୁ ରାଇଡ଼ିଂ ଦେଖେଇ ଦେଉଛି,
এটা ଦେଖନ୍ତୁ ମୁଁ ଆପଣମାନେ କହିଥିଲି ନା ମୋର ମାମା କହିଲେ ଫୋଲ୍ଡର ହିସାବରେ ରଖିବା ପାଇଁ ଫୋଲ୍ଡର ହିସାବରେ ହଳଦୀ ଯେମିତି ହେଇଗଲା ହଳଦୀ ଭିତରେ ପୁଣି କପଲ୍ ବ୍ରାଇଡ୍ ଗ୍ରୁମ୍ ଯେଉଁଟା ବି ଅଛି ସବୁ ସବୁ ଦେଖନ୍ତୁ ଏସବୁ ଆଉ ଏଇଟା ଏଇଟା ଆଉ ଏତେ ଗୁଡ଼ା ଅଛି ଗୁଡ଼ା ଦେଖିଲେ ଗୁଡ଼ାଏ ଫଟୋ ଭାଇ ଗୁଡ଼ା ଫଟୋ ଦେଖ ଏଇଟା ମ୍ୟାରେଜର କ୍ୟାଣ୍ଡିଡ୍ ମୋମେଣ୍ଟ ହେଲା ଏମିତି ଇଏ ଗୋଟେ ये सब सिंदूर पिंधा ये गोटे ये सब आमती अरे हल्दी एपटे आसला को अलग कर पड़ो हल्दी एपटे आसला ये गोटे मोमेंट गोटे मोमेंट ये गोटे मोमेंट ये देव सब तो तगड़ा मोमेंट है ये सब तगड़ा मोमेंट है देख ये सब तो तगड़ा मोमेंट ये सब फटो गुरा सब रखाई मैंने रेफरेन्स हिसाब से रखाई कि देखेबे जो आमर वेबसाइट रे पड़ो सेमती देखो ये गोटे मोमेंट हो गला एमती सब ये गोटे मोमेंट हो गला कपल फोटो भी अच्छी ये देखो मुझे एडिट करी जस्ट ये गोटे रायगड़ा जो जाइली कपल देखो केमती लगुच सब एडिट भी कर फोटो भी मैं उठाऊँ बोलते लाइट बेसी देखा दो तो कम कर देखा दो ये सब मुझे एडिट कर ये एडिट है नहीं ये मुझे उठे एडिट है एडिट है आहरी भल लगे यहाँ भी गोटे उठाई सब अच्छे भाई सब ये सब यहाँ अरे भाई ये तो उल्टी जाए हाँ जन दे यार बोले ये तो भाई फॉरेनर मैरिज आम ओडिया गोटे माने ग्रूम है ओडिया ओडिशा रो ये है यूक्रेन रो झीटा हाँ ये सब आमर फटो पूरा सब बाछिकी रखी मेहंदी हल्दी सब गुड़ा जी ये सब गुड़ा जी अच्छी सब उठाई गोटे गोटे फोल्डर बन के रखी फिलहाल खाली मामू को ये करके छाड़ी लाइट भर सब छाड़ी बस आओ सुमन तार कौन कर देखिया सुमन कर भाई एडिटिंग सुमन तार वेडिंग एडिटिंग कर हेडफोन लगे दी पूरा एडिटिंग भाई जो पूरा प्रो एडिटर सुमन वेडिंग आमर चलती गोटे कम यहाँ सरीनी सब प्रीतम भाई पाखे आम टे सहित कर गपसप हवा प्रीतम भाई सहित टे गपसप हवा कौन प्रीतम भाई कौन कर प्रीतम भाई कौन कर वीडियो आम ऑडियंस मैंने टे देखा देख लो कौ वीडियो देखुच तुम प्रीतम भाई कौन कहूना भाव देखो किसी कहूना प्रीतम कहून भाई मिस्त्री बस बस फटो गुरा बाछी बाछी बहुत बोर हो गले भाई बाछी बाछी मतलब सन्ध्या हो देखो समस्ते पलि गले सुमन बाहर अच्छी सुमन भी जाकि बाहर तार कम सरीगला प्रीतम भाई छटे पलि गले आउ भाई बहुत फटो बाछी आउ भी अच्छी सेपटे कंप्यूटर भी अच्छी सेपटे कंप्यूटर भी बाछर अच्छे भाई छाड़ी अवस्था लगे टे बाहर को जावा आउ देखा टे सन्ध्यार नजारा आपर टे सन्ध्यार नजारा यहाँ भाई देखते भाई है आ सुमन से गपुची फिलहाल आपण मान को देखी दूसरी तो भाई ये देखिए भाई पूरा बिजी एरिया अभी फिलहाल भाई आपण मैंने जानी थे गोटे कथा ए फिलहाल जो चलती गोटे कौन सबू पेट्रोल पंप रे भाई एबे माने 200 टका पेट्रोल ताठू बेसी अधिक पेट्रोल कहीं भरी पारे ना आउ बहुत लाइन लगुच आज के तो खाली खाली बाइक देखा दूसरी कार गोटे भी परसेंट देखो भाई कार कार देखे जान तो खाली बाइक कहीं कार जी जाइए जी लोक मैंने नौ बहुत अल्प कार नहीं बेसी देख अल्प खाली बाइक देख पता ये कार केवल जाए भाई कारी कार एपटे जाए जानते हो सहर एरिया तो कार तो खाली ये खाली बेसी कार एवं जाऊनी 2-3टा कार जाऊँगी है माने फिलहाल मो नजर तो एत कार आसला खाली बाइक जाऊँगी आओ भाई एवं फिलहाल मैंने कहदे जी भी लोक मैंने भाई दूर बाट जाऊँ भाई देखिए भाई पेट्रोल भाई एवं फिलहाल गोटे पेट्रोल पंप रे माने गोटे आइडिया दे देख तुम एरिया जब पेट्रोल पंप बेसी अच्छे गोटे पेट्रोल पंप रे गोटे थर पेट्रोल पकेब
ହେଲା ତାପରେ ଆଗିକି ଯାଇକି ଆଉ ଗୋଟେ ପେଟ୍ରୋଲ ପମ୍ପ ଅଛି ସେଇଥିରେ ଟିକେ 200 ପକେଇଦେବ ଆଉ ଗୋଟେ ପେଟ୍ରୋଲ ଏମିତି ପକେଇ 200 ଆଟଲିଷ୍ଟ ଫୁଲ୍ ଟାଙ୍କି ତ କରିଦେବ ନା 500 ଟଙ୍କା ତ ଭରିଦେବ ନା ଭାଇ ଏମିତି କଲେ ଭଲ ହବ। ବଟ୍ ଯଦି ଭିଡ଼ ରହିଲେ ତ ଟାଇମ୍ ବହୁତ ଟାଇମ୍ ଆମ ଏପଟେ ଭାଇ ଯେଉଁ ଭିଡ଼ ଅଲଗା ପ୍ରକାର ଏବେ ଆପଣମାନେ ତ ଦେଖିପାରୁଥିବେ ଓଡ଼ିଶାରେ କେମିତି ଏପଟେ ଯେଉଁ ଭିଡ଼ିଓ ଚାଲିଛି ଏବେ ଭାଇରାଲ ଚାଲିଛି ପେଟ୍ରୋଲ ପମ୍ପରେ କେତେ ଜଣ ଲାଇନ୍ ଲଗାଉଛନ୍ତି କଟକରେ ଆଉ ଆପଣମାନେ ଦେଖିପାରୁଥିବେ ତ ଭାଇ ଆଉ ଖରାରେ ଯଦି ବାହାରୁଛନ୍ତି ଭାଇ ମୁହଁରେ କପଡ଼ା ବାନ୍ଧନ୍ତୁ ଅଲଗା ପ୍ରକାର ଖରା ଅଛି। ସୁମन ତାର किससे बात कर रहे हो सुमन? गर्लफ्रेंड। गर्लफ्रेंड? हाँ। हेलो बोल आई लव यू बोल। लव यू टू। तो भाई ଏବେ फिलहाल ଆପଣ ମାନଙ୍କୁ ଏଇ କଥା କହୁଥିଲି ଭାଇ ଯଦି ବି ପେଟ୍ରୋଲ ଭାଇ ଦୂର ଦୂର ବାଟ ଯାଉଛନ୍ତି ପେଟ୍ରୋଲର ଧ୍ୟାନ ରଖନ୍ତୁ। ଆଉ ଏପଟେ ଏରିଆ ଭାଇ ସେପଟେ ହେଲା LIG ହସ୍ପିଟାଲ ଆଉ ସୁମନ ତାର ଗପସପ। ତ ଭାଇ ଏବେ फिलहाल ଟିକେ এইটা এই ভাই কହୁଥିଲି ଭାଇ ମାନେ ମୁଁ ବସିଛି ଭାଇ ସକାଳଠୁ ମାମୁଁ ବସେଇଛି ଆପଣମାନଙ୍କୁ ଦେଖିଥିଲି ଜାଣିଥିଲି ସକାଳଠୁ ମୋତେ ବସେଇକି ଭାଇ ସେ ଫଟୋ ବସେଇବି ପୁଣି ସେ ଫଟୋ ସେପଟ ସାଇଡ୍ ବି ଅଛି ସେ ଫଟୋ ବି ତାକୁ ବି ଦେବି ଭାଇ ପୁରା ଫଟୋ ଦେବି ମାନେ ତାର କେତେ ଆହୁରି ଗୁଡ଼ାଏ ବାଛିବାକୁ ଅଛି ତା ଭିତରୁ ସେ ଫଟୋ ଭଲ ଭଲ ଫଟୋ ବାଛିକି ୱେବସାଇଟ୍ରେ ରଖିବ ପୁରେଇବେ ଆଉ ଯେ ୱେବସାଇଟ୍ ଡିଜାଇନ୍ କରିବେ ସେ ତ ପୁରେଇବେ। ଏପରି ଆପଣମାନଙ୍କୁ କହିଛି ଏବେ ଫିଲ୍ମ ମୁଁ ଯାଉଛି ମୋବାଇଲଟା ଚାର୍ଜ ନାହିଁ ଟିକେ ଚାର୍ଜ ବସେଇବା ପୁଣି ରାତିରେ କ'ଣ ପୁଣି ବନେଇକି ଖାଇବା ଡାଲି ବାଲି ରୁଟି ବୁଟି କ'ଣ ଆଣିକି ଡାଲି ବାଲି କ'ଣ କରିକି ଖାଇବା। ଆଉ ସୁମନର ଗୋଟେ ସାଙ୍ଗ ବି ଆସି ଆପଣମାନଙ୍କୁ ଦେଖେଇବି सुमन रो भी ଗୋଟେ ସାଙ୍ଗ ଅଛି ତାକୁ ବି ଦେଖେଇବି। सुमन तेरा दोस्त को दिखाऊं बता मेरे ब्लॉग में हाँ उसे बोलना थोड़ा बात करने के लिए। ओ क्या नाम है उसका? हाँ तो भाई ଏବେ फिलहाल ମୁଁ ଟିକେ ରଖୁଛି ପରେ ଦେଖା ହବା ଆଉ ପ୍ଲିଜ୍ ମୋ ଚ୍ୟାନେଲରେ ବନ୍ଦ ରହନ୍ତୁ ମୋ ଭିଡ଼ିଓରେ ବି ବନ୍ଦ ରହନ୍ତୁ ଆଉ ମୋ ଭିଡ଼ିଓ ଭଲ ଲାଗିଲା ତ ଲାଇକ୍ କମେଣ୍ଟ ସେୟାର କରିବାକୁ ଭୁଲିବେ ନାହିଁ ଆଉ ଆପଣମାନେ ପ୍ଲିଜ୍ ଦେଖନ୍ତୁ ମୋତେ ସପୋର୍ଟ କରନ୍ତୁ। फिलहाल ଏବେ ଟିକେ ପରେ ରାତିରେ ମିଳିବା କ'ଣ ବନେଇବା ଦେଖିବା। फाइनाली स्टूडियो रू आसीगली भाई बाजिला 8टा 8:30 बाजिले फाइनाली स्टूडियो सब किसी कम सारी जो से फाइलटा थी से फाइलटा फाइनाली मुझे आपको देखेबी से फाइलटा भी मुझे गूगल ड्राइव करदेवी मामू को छाड़ी फाइलटा ए टाइम लगे आ फिलहाल मुझे रूम को खाया बनाई आज बनाऊँ आम घरे सॉरी आम रूम रे डालमा आउ रोटी आनी आम कपड़ा पिंधि से काटिदेवी से कपड़ा पिंधि मुझे देखी आउ फिलहाल आम टे आसी सब सुमन स्टूडियो अच्छी सुमन कहला भाई मोर टे लेट हम गोटे कम कर पड़े जा कौन डाली माँ बन खाଇବା ଆଉ ରୁଟି ବି ନେଇ ଆସିଲି ତାର ସୁମନର ମୋର ଆଉ ସେ ଭାଇ ଗୋଟେ ଆସିଛି ସୁମନର ସାଙ୍ଗ ତାର ନେଇ ଆସିଲି ପିଲାମାନେ ବି ବନେଇଛି ବସିଛୁ ଟିକେ ୱେଟ୍ କରୁଛୁ ଡାଲି ହେବ ତାପରେ ଆମେ ଖାଇବୁ ଖାଇକି ତାପରେ ପୁଣି ମୁଁ ପଳେଇବି ଷ୍ଟୁଡ଼ିଓକୁ ଇଏମାନେ ଏଇଠି ଶୋଇବେ ଆଉ ସୁମନର ସାଙ୍ଗ ଆସି ଏଇଥିପାଇଁ ତାର କ'ଣ ଏକ୍ଜାମ୍ ଅଛି କେଉଁ ଏକ୍ଜାମ୍ ଜି ଜି ଡି ଜିଡି ଏକ୍ଜାମ୍ ଆଉ ସେ ତାର ଏକ୍ଜାମ୍ ଦେଇକି ପଳେଇବ ତା ଘର ହେଲା କେଉଁଠି ବଳାଙ୍ଗୀର ତ ଆମର ଭାଇ ବହୁତ ଦୂର ବଳାଙ୍ଗୀର ସେଇଠୁ ଆସିଛି ବହୁତ ଦୂରରୁ ଆସିଛି କାଲି ବୋଧେ ଆସିଲା ଆଉ କାଲି ଆସିଲା ନା କାଲି ଆସିଲା ଆଉ ସୁମନର ସାଙ୍ଗ ସୁମନ ତାର ତ ଭାଇ ଯାଇକି ଷ୍ଟୁଡ଼ିଓରେ ତାର ଏଡ଼ିଟିଂ କରୁଛି ସେ ଆସିବ ଟିକେ ଟାଇମ୍ ଲାଗିବ ଆଉ ସେତେବେଳେ ଦାଦା ଆସିକି ସବୁ ହେଇଯାଇଥିବ ଆଉ ସେତେବେଳେ ଖାଇ ପିଇକି ତାପରେ ଆମେ ଯିବା ଷ୍ଟୁଡ଼ିଓକୁ ଆଉ ଷ୍ଟୁଡ଼ିଓ ମାନଙ୍କରେ ଆମର ଆପଣମାନଙ୍କୁ ଦେଖେଇବି সেটা ଯାଇକି ମୁଁ ଦେଖିବି ସେ ଯେଉଁ ଡ୍ରାଇଭ୍ କରିଥିଲି ସେଇଟା ହେଇଛି କି ନାହିଁ ମୁଁ ମାମୁଁକୁ ଛାଡ଼ିବି ରାତିରେ ଡ୍ରାଇଭ୍ କରିସାରିଲା ପରେ ଆଉ ଏବେ ଫିଲହାଲ ବସିକି ୱେଟ୍ କରୁଛି ଡାଲି କେତେବେଳେ ବନିବ ଆମେ ଖାଇକି ଯିବୁ ଆଉ ଭିଡ଼ିଓରେ ବନାନ୍ତୁ ଆପଣମାନଙ୍କୁ ଦେଖେଇବି ଖାଇବି କେମିତିଆ ଲାଗୁଛି ଆପଣମାନଙ୍କୁ ଦେଖିବି ମୋ ଡାଲି କେମିତିଆ ଲାଗେ ମୋ ଡାଲିମା ମୁଁ ବନାଏ ଭାଇ ଖାଇବା ବନାଏ ମୁଁ ଅସଲ ଜାଣିନଥିଲି ମୋତେ ଶିଖେଇଲା ମୋ ମ୍ୟାଡ଼ାମ୍ ସବୁ କିଛି ଶିଖେଇଛନ୍ତି ମୋତେ କିଛି ଖାଇବା ବନାଇ ଆସୁନଥିଲା ମୋ ମ୍ୟାଡ଼ାମ୍ ସବୁ ଭିଡ଼ିଓ କଲ୍ରେ ରହନ୍ତି ସେ ସବୁ ଶିଖେ ସେଇଠୁ ଭାଇ ଶିଖି ମୋର ହେଇଗଲାଣି ଏବେ ମ୍ୟାଡ଼ାମ୍ ଆଗରୁ ମୁଁ କିଛି ଜାଣିପାରୁନଥିଲି ମ୍ୟାଡ଼ାମ୍ ଯେତେବେଳେ ଭିଡ଼ିଓ କଲ୍ରେ ରହିବି ମୋତେ ଗୋଟେ ଜିନିଷ କହିବେ ଏଇଟା ପକାଅ ସେଇଟା ପକାଅ ଏଇଟା ବେଶୀ ପକାଅ ଏବେ ଏମିତି ଜିନିଷ ପୁରା ଜାଣିଗଲାଣି ମାନେ ପ୍ରପରଲି ଜାଣିଗଲାଣି କି କେଉଁ ଜିନିଷ କେମିତି ପଡ଼ିବ କେତେ ପଡ଼ିବ ଏ ଅନୁସାରେ ଜାଣିଗଲି କାହିଁକି ଅଭ୍ୟାସ ହେଇଗଲା ନା ମୋ ମ୍ୟାଡ଼ାମ୍ ପୁରା ଅଭ୍ୟାସ କରିଦେଲେ ମୋର କି ଖାଇବା ଏମିତି ମନେ ତାପରେ ମ୍ୟାଡ଼ାମ୍ ପୁରା ଶିଖେଇଲେ ଯେଉଁ ଜିନିଷ ବି ଭାଇ ମୁଁ ବନେଇ ଦେଉଛି ଟିକେ ନାକୁ ବି ଭାଇ ଆପଣ ଖାଇବା ଲାଇନ୍ରେ ମାନେ ବନେଇବା ଜାଣିଗଲେ ତ ସବୁକିଛି ବନେଇ ପାରିବେ ଟିକେ ନାକୁ ତା ପ୍ରୋସେସ୍ ଜାଣିଗଲେ ସବୁକିଛି ବନେଇ ଦେବେ କେଉଁ ଟାଇମ୍ରେ କେତେ ଗରମ ହେବ କେତିକି ତେଲ ପଡ଼ିବା କଥା ସବୁଥିରେ ଯଦି ଟିକେ ଅଳ୍ପ ପ୍ରୋସେସ୍ ଜାଣିଗଲେ ତ ଭାଇ ସବୁକିଛି ଜାଣିଯିବେ ଆଉ ଏ ବେସିକ୍ ଜିନିଷ ଭାଇ ଶିଖିବା କଥା ଆପଣମାନଙ୍କୁ ନା ଠିକ୍ କଥା ନୁହେଁ ବ୍ରଦର ବେସିକ୍ ଜିନିଷ ଶିଖିବା କଥା ନୁହେଁ ଭାଇ ବେସିକ୍ ଜିନିଷ ଶିଖିବା କଥା ଯେମିତି କପଡ଼ା ଧୋଇବା ଆଉ ଖାଇବା ବନେଇବା
एमती बेसिक माने जेमती निज लाइफ रो पर्सनल जिन भाई जाने माने शिक्षा कथा खाए बना कहीं बाई चान्सली सडनली घरे कार असुविधा हो गला घरे बापा मामा नथिबे सडनली बापा कोडी जाइथिबे मामा कोडी जाइथिबे आ घरे तुम एकला दो खाइबा किए बने के दो बेसिकली किए बने के देबेनी तुम ऑर्डर करिबो तो भाई तुम जदि अच्छो पैसा अच्छे ताले ऑर्डर करछि ठीक अछि जोमेटो दा पैसा वाला लोक ऑर्डर कर दे पर जेतले पैसा न मैं तुम पैसा नहीं ये नहीं केमती कम करियो घरे अच्छी जिनस पर तुम बने पारे तो भाई ये जिन शिखिया कथा मुझे आपण मानक यही सजेस्ट करी भाई भाई तुम भी खाइबा बेसिक जिनस लाइफ रो बेसिक जिनस शिख कपड़ा धोया भी भाई आपन भाई निजर कपड़ा भी थो भाई का पर निर्भर रखनी कि कपड़ा धोइबो देबो मम सब मु तो एबे जाके देखुची पिला माने बड़ हेगलानी मम्मी को दोचन कपड़ा धोइबे भाई नहीं निज कपड़ा निजे धो काहे कि मम्मी पुणे तुम छोट बड़ धोइक आसन पुणे तुम बड़ हेगला से मम्मी आसी तुम कपड़ा धोए ना भाई खाइबार भी जदि खाଇବା बनाउछ सेटा भी शिख भाई बहुत माने देसी जिनिस शिखिया कथा आपण माने पूरा सही सजेस्ट करबी तो वीडियो बनी रहतु आपण मानक मिलवा डाली बन सारा पर सुमन भी आसी जातो डाली केमती आके सब देखिए आपण मानक वीडियो बनातु मो चैनल बनातु मिलवा टिके परे आपण मानक आउ प्लीज एबे जिते सपोर्ट हे पारे प्लीज मो वीडियो को शेयर करतो मते भी सपोर्ट करतो मो चैनल को प्लीज आउ एमती मते प्यार दियंतु जेति माने भी देखुचंती सेमती केति प्यार दियंतु लोक माने बेसी तो देखु नाथि जेति के देखुनंती मो सेति के बड़ कथा भाई आउ मु चेष्टा करछि कि आगे जाके यूट्यूब रे जदि हेला किछि तो भाई मो ऑब्वियसली भाई जे भी मोर अछंती पुराना सब्सक्राइबर जे भी अछंती भाई ताको भाई किछि करबो भाई आगु मो सपन देखि दिए भाई आउ हमर परे देखे ना आगु मो सपन देखि देछि तो फिलहाल वीडियो बनातु मिलबा टिके पर तो भाई फाइनली मो खाई पी के आसी सलेनी बहुत थकी जाइए देखे भाई दूर से आसले माने राति टाइम माने से आसला पर भी भाई एते माने गरम आसुत माने पवन भी होता राति रे भाई तेबे भी गरम पूरा आसिले भाई मो अवस्था भी हो गला आउ एबे फिलहाल मो के ऑन कंप्यूटर जेंति आपन माने कहथिन तो कंप्यूटर ऑन करके देखिबी कि भाई से जो लिंकटा हेछि के नै माने सॉरी से लिंकटा हे जाइछि मो खाली कंप्यूटर ऑन करके आपन माने देखिबी मो ऑन लिंकटा करछि आपन माने देखिबी फिलहाल लिंकटा ହେଇସାରିଲା ପରେ ମାମୁଁ ଟିକେ ପଠେଇବି ତାପରେ ମୁଁ ଆରାମସେ ଶୋଇବି ଆଉ ଭାଇ ଥକିବି ଗଲିଣି ମୋତେ ନିଦ ବି ମାଇଲାଣି ବହୁତ ଜୋରସେ फिलहाल देखिए तापरे मामू को छाड़ी भी से लिंकटा तो फिलहाल अभी के लिए बाय बाय आज के लिए इतना काफी कल 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 पुणी नुआ वीडियो मिला काली आ संडे कल देखिए कौन मामू मामू कहला काली संडे सफासफी करेंगे आउ सफासफी करेंगे तो मामू तो सकाଳେ आसिक सफासफी कौन करेंगे तो मु तो सकाळे तो वीडियो कर पारिबनी सफासफी कहीं मामू थे मामू जाई सारा पर वीडियो करी कहीं मामू को पसंद है ब्लॉग करा तो भाई फिलहाल मुझे रखुची पर देखा नुआ ब्लॉग वीडियो तो आज के लिए बाय बाय वीडियो भल लगा तो प्लीज लाइक कमेंट शेयर कर भूलना सपोर्ट करूँ आ मो चैनल को सब्सक्राइब कर